सेफानियाଙ୍କ ଗ୍ରନ୍ଥରୁ ପାଠ ପ୍ରଥମ ଅଧ୍ୟାୟ। ସୃଷ୍ଟିର ବିଚାର। ଜୁଦାର ରାଜା ଓ ଆମନଙ୍କ ପୁତ୍ର ଜୋସିଆଙ୍କ ରାଜତ୍ୱରେ କୁଶୀର ପୁତ୍ର ସେଫାନିଆଙ୍କ ପ୍ରତି କଥିତ ପ୍ରଭୁ ବଚନ। ଏହି କୁଶୀ ଗେଦଲିଆର ପୁତ୍ର, ଗେଦଲିଆ ଆମରିଆର ପୁତ୍ର ଓ ଆମରିଆ ହେସେକିଆର ପୁତ୍ର ଥିଲା। ପ୍ରଭୁ କହନ୍ତି, ମୁଁ ସବୁ କିଛିକୁ ଭୂପୃଷ୍ଠରୁ ସମୂଳେ ପୋଛି ଦେବି। ପ୍ରଭୁ କହନ୍ତି ଯେ ମନୁଷ୍ୟ ତଥା ପଶୁ, ଆକାଶର ପକ୍ଷୀ ତଥା ସମୁଦ୍ରର ମତ୍ସ୍ୟମାନଙ୍କୁ ମୁଁ ନିର୍ମୂଳ କରିବି। ଦୁଷ୍ଟମାନଙ୍କୁ ମୁଁ ବିଧ୍ୱସ୍ତ କରିବି ଓ ପୃଥିବୀରୁ ମନୁଷ୍ୟ ଜାତିକୁ ମୁଁ ଉଚ୍ଛେଦ କରିବି। ବିଜାତୀୟମାନଙ୍କର ଦେବ ପୂଜା ବିରୁଦ୍ଧରେ, ଜୁଦା ଓ ଜେରୁସାଲେମବାସୀମାନଙ୍କ ବିରୁଦ୍ଧରେ ମୋର ହସ୍ତ ମୁଁ ଉଠାଇବି। ବାଲର ଭକ୍ତମାନଙ୍କ ମଧ୍ୟରୁ ଅବଶିଷ୍ଟ ରହିଥିବା ସମସ୍ତଙ୍କୁ ଓ ପିତୁଳା ପୂଜକ ପୁରୋହିତମାନଙ୍କ ନାମକୁ ମଧ୍ୟ ମୁଁ ଏହି ସ୍ଥାନରୁ ଉଚ୍ଛେଦ କରିବି। ଯେଉଁମାନେ ଗୃହଜାତ ଉପରେ ଆକାଶ ବାହିନୀ ଉଦ୍ଦେଶ୍ୟରେ ପ୍ରଣିପାତ କରନ୍ତି ସେମାନଙ୍କୁ ଓ ଯେଉଁମାନେ ଯଦିଓ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରନ୍ତି ଓ ତାହାଙ୍କ ନାମରେ ଶପଥ ଗ୍ରହଣ କରନ୍ତି ତଥାପି ସେଥିସଙ୍ଗେ ମିଲ୍କ ନାମକ ମଧ୍ୟ ଶପଥ ଗ୍ରହଣ କରନ୍ତି ସେମାନଙ୍କୁ ମୁଁ ନିଶ୍ଚିହ୍ନ କରିବି। ଯେଉଁମାନେ ପ୍ରଭୁଙ୍କ ଅନୁଗମନରୁ ବିମୁଖ ହୋଇଛନ୍ତି ଓ ଯେଉଁମାନେ ତାହାଙ୍କୁ ଅନ୍ୱେଷଣ କରନ୍ତି ନାହିଁ ଓ ତାହାଙ୍କ ଅଭୀଷ୍ଟ ସନ୍ଧାନ କରନ୍ତି ନାହିଁ ସେମାନଙ୍କୁ ମୁଁ ବିନାଶ କରିବି। ପ୍ରଭୁଙ୍କ ଦିବସରେ ଦଣ୍ଡିତ ହେବାକୁ ଥିବା ଅନ୍ୟାନ୍ୟ ଜନତା, ପ୍ରଭୁ ଈଶ୍ୱରଙ୍କ ସନ୍ନିଧାନରେ ନୀରବ ରୁହ, କାରଣ ପ୍ରଭୁଙ୍କ ଦିବସ ଆସନ୍ନ। ପ୍ରଭୁ ଏକ ବଳିଦାନ ପ୍ରସ୍ତୁତ କରିଅଛନ୍ତି ଓ ଅତିଥିମାନଙ୍କୁ ଶୁଦ୍ଧପୂତ କରିଅଛନ୍ତି। ପ୍ରଭୁଙ୍କ ବଳିଦାନ ଦିବସରେ ରାଜାଙ୍କ ସେବକଗଣ, ରାଜପୁତ୍ର ସକଳ ଓ ବିଦେଶୀ ବସ୍ତ୍ର ପରିହିତ ସମସ୍ତଙ୍କୁ ମୁଁ ଦଣ୍ଡ ଦେବି। ଯେଉଁମାନେ ଦ୍ୱାର ଡେଇଁ ଅତିକ୍ରମ କରନ୍ତି ଓ ଯେଉଁମାନେ ସେମାନଙ୍କ ମୁନିବର ଗୃହକୁ ହିଂସା ତଥା ପ୍ରବଞ୍ଚନାରେ ଭରି ଦିଅନ୍ତି ସେମାନଙ୍କୁ ମୁଁ ସେହି ଦିନ ଦଣ୍ଡ ଦେବି। ପ୍ରଭୁ କହନ୍ତି, ସେହିଦିନ ମତ୍ସ୍ୟ ଦ୍ୱାରରୁ ଏକ ବିଳାପ ସ୍ୱର, ନଗରୀର ନୂତନ ବିଭାଗରୁ ଏକ ଆର୍ତ୍ତନାଦ ଓ ପାହାଡ଼ ସମୂହରୁ ଏକ ଉଚ୍ଚ କଳହଳ ଶବ୍ଦ ଶୁଣାଯିବ। ହେ ମାକ୍ତେଶବାସୀମାନେ ବିଳାପ କର, କାରଣ ସମସ୍ତ ବଣିକ ଅନ୍ତର୍ଦ୍ଧାନ ହୋଇଛନ୍ତି। ରୌପ୍ୟ ଓଜନ କରିଥିବା ସମସ୍ତ ଲୋକ ଉଚ୍ଛେଦିତ ହୋଇଛନ୍ତି। ପ୍ରଦୀପ ସକଳ ସମତେ ଆସି ସେହିଦିନ ମୁଁ ଜେରୁସାଲେମକୁ ଅନ୍ୱେଷଣ କରିବି। ଯେଉଁମାନେ ଦ୍ରାକ୍ଷାରସର କାଣ୍ଟିରେ ହୃଷ୍ଟପୃଷ୍ଟ ହୁଅନ୍ତି ଏବଂ ଆତ୍ମବୋଧ ଯେଉଁମାନେ କହନ୍ତି, ପ୍ରଭୁ ମଙ୍ଗଳ କିମ୍ବା ଅମଙ୍ଗଳ କିଛି ଘଟାଇବେ ନାହିଁ, ସେମାନଙ୍କୁ ମୁଁ ଦଣ୍ଡ ଦେବି। ସେମାନଙ୍କ ବସ୍ତୁ ଦ୍ରବ୍ୟ ସକଳ ଲୁଣ୍ଠିତ ହେବ ଓ ସେମାନଙ୍କ ଗୃହଗୁଡ଼ିକ ଶୂନ୍ୟ ହୋଇଯିବ। ଯଦିଓ ସେମାନେ ଗୃହ ନିର୍ମାଣ କରନ୍ତି ତଥାପି ସେମାନେ ସେଥିରେ ବାସ କରିବେ ନାହିଁ। ଯଦିଓ ସେମାନେ ଦ୍ରାକ୍ଷା ଉଦ୍ୟାନ ପ୍ରସ୍ତୁତ କରନ୍ତି ତଥାପି ସେମାନେ ସେଥିରୁ ଦ୍ରାକ୍ଷାରସ ପାନ କରିବେ ନାହିଁ। ପ୍ରଭୁଙ୍କ ଦିବସର ଏକ ବର୍ଣ୍ଣନା। ପ୍ରଭୁଙ୍କର ମହାଦିବସ ଆସନ୍ନ, ତାହା ଅତି ବେଗରେ ଆସୁଅଛି। ପ୍ରଭୁଙ୍କ ଦିବସର ଶବ୍ଦ ତିକ୍ତମୟ। ଶକ୍ତିଶାଳୀମାନେ ସେତେବେଳେ ଉଚ୍ଚ ସ୍ୱରରେ କ୍ରନ୍ଦନ କରିବେ। ତାହା କ୍ରୋଧର ଏକ ଦିବସ, ସଙ୍କଟ ତଥା କ୍ଲେଶର ଏକ ଦିବସ, ବିନାଶ ତଥା ଧ୍ୱଂସର ଏକ ଦିବସ, ଅନ୍ଧକାର ତଥା ଘୋର ତମସାର ଏକ ଦିବସ,
मेघमाला तथा निबिड़ अंधकारर एक दिवस। सुदृढ़ नगरी सकल व उच्च दुर्ग गुड़िक विरुद्ध रे भेरीवादन तथा युद्ध आह्वान ध्वनिर एक दिवस। मनुष्य मानक प्रति मु दुख घटाइबी, फल से माने अंध मानक सदृश्य भ्रमण करिवे, कारण से माने प्रभुंक विरुद्ध रे पाप करिसंती। सेमानक रक्त धूली सदृश्य व सेमानक मांस गबर तुल्य विक्षिप्त हेब। प्रभुंक क्रोधर दिवस रे सेमानकर रौप्य किंबा स्वर्ण सेमानकु रक्षा करि पारिबो नाही। ताहांकर असहिष्णु क्रोधाग्नि रे समग्र पृथ्वी दग्ध हेब। समस्त पृथ्वी बासींकर संपूर्ण तथा आकस्मिक परिसमाप्ति से घटाइबे। द्वितीय अध्याय अनुताप सकाशे एक आह्वान। हे निर्लज जनता, उड़ी जाउथिबा अगाड़ी सदृश्य तुम मानकु तड़ी देबा पूर्वरु प्रभुंकर भीषण क्रोध तुम मानक उपरे पड़िबा पूर्वरु प्रभुंक कपर दिवस तुम प्रति उपगत हेबा पूर्वरु तुम माने एकत्रित हुआ, समवेत हुआ। देशवासी हे दिनहीन माने ताहांकर आज्ञावली हे पालनकारी माने प्रभुंक अन्वेषण कर, नीतिनिष्ठा तथा नम्रता संधान कर। प्रभुंक क्रोधर दिवस रे हुएत से तुम मानकु लुचाई रखिबे। फिलिस्तीय मानक विरुद्ध रे घास परित्यक्त हेब, आस्कलन विजन हेब, आस्दोदवासी माने मध्याह्न बेले विताड़ित हेबे व एक्रोन उत्पादित हेब। हे समुद्र उपकूलवासी माने, हे केरेथीय जातिगण, तुम मानकु धिक। प्रभु वचन तुम मानकर विपक्ष। फिलिस्तीय मानक देश हे कानान, जे पर्यंत तुम मानक मध्यरु अवशिष्ट समस्ते विनष्ट न होइछंती से पर्यंत मु तुम मानकु विनाश करिबी। हे समुद्र उपकूल, तुम चारण भूमि मेषपालक मानक कुटीर तथा मेषपोलर मेषशाला परिणत हेब। जुदा वंशरु अवशिष्ट रहिथिबा लोके समुद्र उपकूल देश अधिकार करिवे। सेमाने सेठारे सेमानक मेषपोल चराइबे वो आस्केलनर गृह गुड़िकरे सेमाने सायंकाल रे शयन करिवे, कारण प्रभु सेमानक ईश्वर सेमानकु स्मरण करिवे वो सेमाने सेमानक ऐश्वर्य पुनर्स्थापन करिवे। मोयाब व आमन विरुद्ध रे मोयाबर उपहास व मोर स्वजन मानक विरुद्ध रे आमनीय मानकर निंदा मु शुणिबाकु पाइअछि। सेमाने केउ भली मोर स्वजन को उपहास कले व सेमानक देश विरुद्ध रे जेउ भली दर्प कले, सुतरां इस्राएल ईश्वर जीवित सेनाधीश प्रभु मु मो जीवन नाम रे शपथ करी कहे, मोयाब सदम सदृश्य अमनीय माने गमरा तुल्य व कंटक बुदा तथा लवण गर्तरे पूर्ण एक शाश्वत शून्य देश होइजिव। मोर स्वजन मानक अवशिष्टांश सेमानकु लुंठन करिवे व मोर राज्य रे अवशिष्ट रहिथिबा लोके से समस्त अधिकार करिवे। सेमानक अहंकार विनिमय रे सेमानकु मिलिबाकु थिबा प्रतिफल एहा हेबो, कारण से माने सेनाधीश प्रभुंकर स्वजन मानक विरुद्ध रे दर्प कले व सेमानकु उपहास कले। प्रभु सेमानक प्रति भयानकजनक सदृश्य हेबे। पृथ्वीर समस्त देवमानंकु से विनाश करिवे व निज निज देश गुड़िकरे समस्त जनता ताहांक सम्मुखरे प्रणिपात करिवे। इथियोपिय मानक विरुद्ध रे हे इथियोपिय माने तुमे माने मध्य मोर खड्गरे निहित हेबो। आसिरिया विरुद्ध रे उत्तर आड़े हस्त बढ़ाई से आसिरिया को विनाश करिवे और निनिवे को शून्य तथा मरुभूमि सदृश्य शुष्क करिवे।
ତାହା ମଧ୍ୟରେ ମେଷପଲ ଚରିବେ। କ୍ଷେତର ସର୍ବବିଧ ବନ୍ୟଜନ୍ତୁ ଶାଗୁଣା ପକ୍ଷୀ ତଥା ଝିଙ୍କ ତାହାର ବିଧ୍ୱସ୍ତ ସ୍ତମ୍ଭଗୁଡ଼ିକ ମଧ୍ୟରେ ରହିବେ। ଝରକାରେ ପେଚା ବୋବାଇବ ଓ ଦ୍ୱାରରେ ଡାମ୍ବର କାଉ କା କା ଶବ୍ଦ କରିବ। ତାହାର ଦେବଦାରୁ କାଠ ନିର୍ମିତ ଶିଳ୍ପ ସକଳ ଶୂନ୍ୟ ହୋଇ ରହିବ। ମୁଁ ଅଛି, ଅନ୍ୟ କେହି ନାହିଁ ବୋଲି ନିଜକୁ ନିଜେ କହି ସୁରକ୍ଷିତ ଅବସ୍ଥାରେ ବାସ କରି ଉଲ୍ଲସିତ ହୋଇଥିବା ନଗରୀ ଏହା ଅଟେ। ତାହା କେଉଁଭଳି ଶୂନ୍ୟ ହେଲା, କେଉଁଭଳି ତାହା ବନ୍ୟ ପଶୁ ସକଳ ଆଶ୍ରୟ ସ୍ଥାନ ହେଲା। ତାହା କେଉଁଭଳି ଶୂନ୍ୟ ହେଲା, କେଉଁଭଳି ତାହା ବନ୍ୟ ପଶୁ ସକଳର ଆଶ୍ରୟ ସ୍ଥାନ ହେଲା। ତାହା ମଧ୍ୟ ଦେଇ ଅତିକ୍ରମ କରୁଥିବା ସମସ୍ତେ ଚିତ୍କାର କରି ନିଜ ନିଜ ମୁଷ୍ଟି ହଲାନ୍ତି। ତୃତୀୟ ଅଧ୍ୟାୟ। ଜେରୁସାଲେମବାସୀମାନଙ୍କ ନେତାମାନଙ୍କ ବିରୁଦ୍ଧରେ। ବିଦ୍ରୋହୀ କଳୁଷତାପୂର୍ଣ୍ଣ ତଥା ଅତ୍ୟାଚାରିଣୀ ନଗରୀକୁ ଧିକ୍। ତାହା କାହାରି ବାକ୍ୟ ଶୁଣୁନାହିଁ କିମ୍ବା କୌଣସି ଶିକ୍ଷା ଗ୍ରହଣ କରୁନାହିଁ। ସେ ପ୍ରଭୁଙ୍କ ଠାରେ ଆସ୍ଥା ସ୍ଥାପନ କରେ ନାହିଁ କିମ୍ବା ଈଶ୍ୱରଙ୍କ ସନ୍ନିକଟ ହୁଏ ନାହିଁ। ତାହାର କର୍ମଚାରୀମାନେ ତାହା ମଧ୍ୟରେ ଗର୍ଜନ କରୁଥିବା ସିଂହଗଣ ଅଟନ୍ତି। ତାହାର ନ୍ୟାୟାଧୀଶମାନେ ପ୍ରଭାତ ପାଇଁ କିଛି ହିଁ ରଖୁଥିବା ସାୟଂକାଳର ଶିକାରୀ ହେଟା ବାଘ ଅଟନ୍ତି। ତାହାର ପ୍ରବକ୍ତାମାନେ କୁମାର୍ଗୀ ତଥା ଅବିଶ୍ୱସ୍ତ। ଯାହା ପବିତ୍ର ତାହାକୁ ତାହାର ଯାଜକମାନେ ଅପବିତ୍ର କରନ୍ତି। ସେମାନେ ବିଧାନ ବିପକ୍ଷରେ ହିଂସାଚରଣ କରନ୍ତି। ତାହା ମଧ୍ୟରେ ବିଦ୍ୟମାନ ପ୍ରଭୁ ନୀତିନିଷ୍ଠ ଅଟନ୍ତି। ସେ କୌଣସି ଦୋଷ କରନ୍ତି ନାହିଁ। ପ୍ରତ୍ୟେକ ପ୍ରଭାତରେ ସେ ତ୍ରୁଟିହୀନ ଭାବେ ତାହାଙ୍କ ନୀତିନିଷ୍ଠା ପ୍ରଦର୍ଶନ କରନ୍ତି। କିନ୍ତୁ ଯିଏ ନୀତିନିଷ୍ଠାହୀନ ଲୋକ, ସେ ଲଜ୍ଜା କ'ଣ ତାହା ଜାଣେ ନାହିଁ। ବିଜୟୀମାନଙ୍କ ପ୍ରତି ଦଣ୍ଡ ବିଧାନ। ମୁଁ ଜାତିଗଣକୁ ଉଚ୍ଛେଦ କଲି, ସେମାନଙ୍କ ଦୁର୍ଗଗୁଡ଼ିକ ବିଧ୍ୱସ୍ତ ହେଲା। ସେମାନଙ୍କ ମାର୍ଗ ସକଳ ମୁଁ ବିନାଶ କଲି, ଫଳରେ କେହି ତାହା ଦେଇ ଅତିକ୍ରମ କରେ ନାହିଁ। ସେମାନଙ୍କ ନଗରଗୁଡ଼ିକୁ ମୁଁ ନିର୍ଜନ କଲି, କୌଣସି ଲୋକ କୌଣସି ନିବାସୀ ସେଠାରେ ବାସ କରେ ନାହିଁ। ମୁଁ କହିଲି, ସେ ଅବଶ୍ୟ ମୋ ପ୍ରତି ଭୟଭୀତ ପ୍ରଦର୍ଶନ କରିବ, ସେ ମୋର ଶିକ୍ଷା ଗ୍ରହଣ କରିବ। ତାହା ବିରୁଦ୍ଧରେ ମୋ ଦ୍ୱାରା ସମ୍ପାଦିତ ସମସ୍ତ ଦଣ୍ଡ ତାର ଦୃଷ୍ଟିରୁ ଲୁଚି ରହିବ ନାହିଁ। କିନ୍ତୁ ଉତ୍ତର ଉତ୍ତର ଦୁଷ୍ଟ କାର୍ଯ୍ୟ କରିବା ପାଇଁ ସେମାନେ ଅଧିକ ଆଗ୍ରହ ଦେଖାଇଲେ। ପ୍ରଭୁ କହନ୍ତି, ସୁତରାଂ ସାକ୍ଷ୍ୟ ଦେବା ପାଇଁ ମୋର ଆଗମନ ଦିନ ପର୍ଯ୍ୟନ୍ତ ମୋ ପ୍ରତି ଅପେକ୍ଷା କର। ମୁଁ ଯେପରି ମୋର କୋପ ତଥା କ୍ରୋଧାଗ୍ନିକୁ ସେମାନଙ୍କ ଉପରେ ବର୍ଷଣ କରେ। ସେଥିପାଇଁ ମୁଁ ନିଷ୍ପତ୍ତି ନେଇଅଛି ଯେ ମୁଁ ଜାତିଗଣକୁ ଏକତ୍ରିତ କରିବି ଓ ରାଜ୍ୟଗୁଡ଼ିକୁ ସମବେତ କରିବି। ମୋର ଅସହିଷ୍ଣୁ କ୍ରୋଧାଗ୍ନିରେ ସମସ୍ତ ପୃଥିବୀ ଦଗ୍ଧ ହେବ। ପ୍ରତିଶ୍ରୁତି। ପ୍ରଥମ, ବିଜାତୀୟମାନଙ୍କ ଉଦ୍ଧାର। ପ୍ରଭୁଙ୍କ ନାମ ଧରି ନିବେଦନ କରିବା ଓ ଏକମନା ହୋଇ ତାହାଙ୍କର ସେବା କାର୍ଯ୍ୟ କରିବା ପାଇଁ ମୁଁ ସେହିଦିନ ଜାତିଗଣର ଅଧରଗୁଡ଼ିକୁ ଶୁଦ୍ଧପୂତ କରିବି। ଇଥିଓପିଆର ନଦୀ ସକଳର ଅପର ପାର୍ଶ୍ୱସ୍ଥ ସ୍ଥାନମାନଙ୍କରୁ ଯିଏ ବିକ୍ଷିପ୍ତ ହୋଇଥିବା ମୋର ସ୍ୱଜନମାନଙ୍କର କନ୍ୟା, ସେହି ମୋର ପ୍ରାର୍ଥନାକାରୀମାନେ ମୋ ପାଇଁ ଉପହାରଗୁଡ଼ିକ ଘେନି ଆସିବେ। ଦ୍ୱିତୀୟ, ଇସ୍ରାଏଲମାନଙ୍କ ଉଦ୍ଧାର। ମୋ ବିରୁଦ୍ଧରେ ବିଦ୍ରୋହାଚରଣ କରି ତୁମ ଦ୍ୱାରା ସମ୍ପାଦିତ କାର୍ଯ୍ୟ ଯୋଗୁଁ ତୁମେ ସେହିଦିନ ଲଜ୍ଜିତ କରାଯିବ ନାହିଁ। କାରଣ ଅହଙ୍କାର ପୂର୍ବକ ଗାରିମା ପ୍ରକାଶ କରିଥିବା ଲୋକମାନଙ୍କୁ ମୁଁ ସେହିଦିନ ତୁମ ମଧ୍ୟରୁ ଅପସାରଣ କରିବି। ତୁମେ ଆଉ କେବେ ହିଁ ମୋର ପବିତ୍ର ପର୍ବତରେ ଅହଙ୍କାର ଦେଖାଇବ ନାହିଁ।
ମୁଁ ତୁମ ମଧ୍ୟରେ ଏକ ବିନମ୍ର ତଥା ବିନୟ ଜନତାକୁ ଅବଶିଷ୍ଟ ରଖିବି। ସେମାନେ ପ୍ରଭୁଙ୍କ ନାମରେ ଆଶ୍ରୟ ନେବେ। ଯେଉଁମାନେ ଇସ୍ରାଏଲ ମଧ୍ୟରେ ଅବଶିଷ୍ଟ ରହିବେ ସେମାନେ କୌଣସି ଅନ୍ୟାୟ କାର୍ଯ୍ୟ କରିବେ ନାହିଁ। ସେମାନେ ମିଥ୍ୟା ରଟନା କରିବେ ନାହିଁ କିମ୍ବା ସେମାନଙ୍କ ମୁଖରେ ଏକ ପ୍ରବଚନାତ୍ମକ ଜିହ୍ବା ଦେଖାଯିବ ନାହିଁ। କାରଣ ଚିର ସାରି ସେମାନେ ଶୟନ କରିବେ, କେହି କେବେ ସେମାନଙ୍କୁ ଭୀତତ୍ରସ୍ତ କରିବେ ନାହିଁ। ହେ ସିୟନ କନ୍ୟା, ଉଚ୍ଚ ସ୍ୱରରେ ଗାନ କର। ହେ ଇସ୍ରାଏଲ, ଚିତ୍କାର କର। ହେ ଜେରୁସାଲେମ କନ୍ୟା, ପୂର୍ଣ୍ଣ ହୃଦୟ ସହକାରେ ଆନନ୍ଦିତ ତଥା ଉଲ୍ଲସିତ ହୁଅ। ତୁମ ବିରୁଦ୍ଧରେ ଜାରି କରାଯାଇଥିବା ବିଚାର ବିଧିକୁ ପ୍ରଭୁ ଅପସାରଣ କରିଅଛନ୍ତି। ତୁମ ଶତ୍ରୁମାନଙ୍କୁ ସେ ଉଚ୍ଛିନ୍ନ କରିଅଛନ୍ତି। ପ୍ରଭୁ ଇସ୍ରାଏଲର ରାଜା ତୁମ ମଧ୍ୟରେ ବାସ କରନ୍ତି। ତୁମେ ଆଉ କେବେ ହେଁ ଅନିଷ୍ଟ ଯୋଗୁଁ ଭୟ ଚକିତ ହେବ ନାହିଁ। ସେହିଦିନ ଜେରୁସାଲେମକୁ ଏହିପରି କୁହାଯିବ, ହେ ସିୟନ, ଭୟଭୀତ ହୁଅ ନାହିଁ। ତୁମ ହସ୍ତଗୁଡ଼ିକୁ ଦୁର୍ବଳ ହେବା ପାଇଁ ଦିଅ ନାହିଁ। ଯିଏ ଜୟ ଦାନ କରୁଥିବା ଜଣେ ଯୋଦ୍ଧା, ସେହି ପ୍ରଭୁ ତୁମ ଈଶ୍ୱର ତୁମ ମଧ୍ୟରେ ଅବସ୍ଥାନ କରନ୍ତି। ସନ୍ତୋଷପୂର୍ବକ ସେ ତୁମ ସମ୍ବନ୍ଧରେ ଆନନ୍ଦିତ ହେବେ। ତାହାଙ୍କ ସ୍ନେହରେ ସେ ତୁମକୁ ପୁନଃସ୍ଥାପନ କରିବେ। ଉତ୍ସବ ଦିନରେ ଯେଉଁପରି ଘଟେ ସେହିପରି ସେ ଉଚ୍ଚ ସ୍ୱରରେ ଗାନ କରି ତୁମ ସମ୍ବନ୍ଧରେ ଉଲ୍ଲସିତ ହେବେ। ମୁଁ ତୁମଠାରୁ ବିପଦ ଅପସାରଣ କରିବି, ଫଳରେ ତୁମେ ସେଥିଯୋଗୁଁ ନିନ୍ଦିତ ହେବ ନାହିଁ। ସେହିଦିନ ତୁମର ସମସ୍ତ ଅତ୍ୟାଚାରୀମାନଙ୍କୁ ମୁଁ ଦଣ୍ଡ ଦେବି। ଛୋଟମାନଙ୍କୁ ମୁଁ ରକ୍ଷା କରିବି ଓ ଜାତିଭ୍ରଷ୍ଟମାନଙ୍କୁ ମୁଁ ଏକତ୍ରିତ କରିବି। ସେମାନଙ୍କ ଅପମାନକୁ ପ୍ରଶଂସା ତଥା ପୃଥିବୀ ବ୍ୟାପ୍ତ ପରିସିଦ୍ଧିରେ ମୁଁ ପରିଣତ କରିବି। ଯେଉଁଦିନ ମୁଁ ତୁମମାନଙ୍କୁ ଏକତ୍ରିତ କରିବି, ସେହିଦିନ ମୁଁ ତୁମମାନଙ୍କୁ ସ୍ୱଦେଶକୁ ଫେରାଇ ଆଣିବି। ପ୍ରଭୁ କହିଛନ୍ତି ଯେ, ତୁମ ଦୃଷ୍ଟିରେ ମୁଁ ଯେବେ ତୁମ ଐଶ୍ୱର୍ଯ୍ୟକୁ ପୁନଃସ୍ଥାପନ କରିବି, ତେବେ ମୁଁ ତୁମମାନଙ୍କୁ ସମସ୍ତ ପୃଥିବୀବାସୀମାନଙ୍କ ମଧ୍ୟରେ ସୁପ୍ରସିଦ୍ଧ ତଥା ପ୍ରଶଂସାଯୋଗ୍ୟ କରିବି।